କାଲି କହିବି ଆଜି କାହିଁ କହିବି ଆସନ୍ତା କାଲି ମିଶି ସାରିଲା ପରେ ଭାରତୀୟ ଜନତା ପାର୍ଟିରେ ସେ ସମୟରେ କହିପାରିବେ। ଏବେ ମୁଁ କିଛି କହିବାର ନାହିଁ। ମୋର ମନ ହେଲା ମୁଁ ବିଜୁ ଜନତା ଦଳରୁ ଇସ୍ତଫା ଦେବି। ଇସ୍ତଫା ପତ୍ର ଦେଇଛନ୍ତି ଏଥିରେ କିଛି ଉଲ୍ଲେଖ କରିନାହାନ୍ତି ଯେ କଣ ଆପଣଙ୍କ କଣ ହେଲା କାହିଁକି ଇସ୍ତଫା ଦେଲେ କଣ କାରଣ ମୁଁ ଆସନ୍ତା କାଲି କହିପାରେ କାରଣ କଣ ଏବେ କାହିଁ କହିବି ଆସନ୍ତା କାଲି କହିବି ଆଉ। ଆପଣ ବିଜେପି ରୁ କ୍ୟାରିୟର ଆରମ୍ଭ କରିଥିଲେ ପୁଣି ବିଜେପି କି ଫେରିଯିବେ ଏ ଈଶ୍ୱରଙ୍କ ଇଚ୍ଛା ମୁଁ କଣ କରିବି ଈଶ୍ୱରଙ୍କ ଇଚ୍ଛା ସବୁ ଯାହା ଘଟିଛି ତା ବି ଈଶ୍ୱରଙ୍କ ଇଚ୍ଛା ଯାହା ଘଟୁଛି ତା ବି ଈଶ୍ୱରଙ୍କ ଇଚ୍ଛା ଆସନ୍ତା କାଲି ଯାହା ଘଟିବ ତା ବି ଈଶ୍ୱରଙ୍କ ଇଚ୍ଛା ମୁଁ କିଛି ନୁହେଁ। ଏଇ କଥା ଚର୍ଚ୍ଚା ହେଉଛି ଯେ ଅରବିନ୍ଦ ଢାଲିଙ୍କୁ 2024 ନିର୍ବାଚନ ପାଇଁ ଟିକଟ ମିଳି ନଥାନ୍ତା ସେ କଥା ଆପଣ ଜାଣିପାରିଲେ ଏବଂ ଆପଣ ବିଜୁ ଜନତା ଦଳ ଛାଡୁଛନ୍ତି। ମୁଁ ଜାଣିନି କିଛି କଥା କୌଣସି ଜାଣିନି ମୁଁ ତ ଭବିତବ୍ୟ ନୁହେଁ ଯେ ମୁଁ ଜ୍ୟୋତିଷ ନୁହଁ ଯେ ମୁଁ ଜାଣିଦେବି କିନ୍ତୁ ମୋର ମନ ହେଲା ଯେ ଭାରତୀୟ ଜନତା ପାର୍ଟିକୁ ମୁଁ ଫେରିଯିବା ଦରକାର ସେଥିପାଇଁ ଫେରିଯିବା। କଣ ଆବଶ୍ୟକତା ରହିଲା ସବୁ ଜିନିଷ ହଠାତ୍ ଘଟେ ସବୁ ଜିନିଷ ହଠାତ୍ ହିଁ ଘଟେ ତେଣୁକରି ଏ ହଠାତ୍ ଘଟିଗଲା ଆଉ ସେଟା ପାର୍ଟି ନିଷ୍ପତ୍ତି ନେବ ମତେ କୋଉ କାମରେ ଲଗାଇବେ କଣ କରିବେ ନ କରିବେ ଯୋଉଠି ଯାଉଛି ସେମାନେ ନିଷ୍ପତ୍ତି ନାଇଁ ମୁଁ ଦେଖନ୍ତୁ ଆପଣ ମାନଙ୍କୁ କହିଲି ପରା ମାଲକାନଗିରି କେମିତି ଫେରିବି ମାଲକାନଗିରି ପରା ଏସଟି ସିଟ୍ ହେଇଯାଇଛି ଆଦିବାସୀ ଆରେ ଭାଇଆ ଦେଖନ୍ତୁ ଗୋଟେ ପାର୍ଟିରେ ଜଏନ୍ କଲା ପରେ ପାର୍ଟି ନିଷ୍ପତ୍ତି ନିଅନ୍ତି ତାକୁ କୋଉଠି ରଖିବେ କଣ କରିବେ ଏଟା ପାର୍ଟିର ନିଷ୍ପତ୍ତି ଏଟା କାହା ହାତରେ ନଥାଏ। ମୁଁ ଆପଣମାନଙ୍କୁ କଣ କହିଲି ଯେ ମୋର ଯାହା ଆପଣ ଶୁଣିବାକୁ ଚାହୁଁଛନ୍ତି ଆସନ୍ତାକାଲି ଶୁଣିଲେ କଣ ଅସୁବିଧା ହେଇଗଲା ଏବେ ତ ମୁଁ ତ ରେଜିଗ୍ନେସନଟା ଦେଇଦେଲେ ଶୁଣିପାରିଲେ ଅସଲ ଜିନିଷ ଶୁଣିଦେଲେ କାରଣଟା ଶୁଣିବା ଆସନ୍ତାକାଲି। ଅରବିନ୍ଦ ଢାଲି ଜଣେ ସିଜନ୍ ପଲିଟିସିଆନ୍ ଅନୁଭବୀ ନେତା ଏବଂ ରାଜ୍ୟବାସୀ ଜାଣିବା ପାଇଁ ଚାହୁଁଛି କାହିଁକି ବିଜୁ ଜନତା ଦଳ ପ୍ରତି ଆପଣ ବିତୃଷ୍ଣା ହେଲେ କାହିଁକି ଆପଣ ଛାଡ଼ିଲେ ବିଜୁ ଜନତା ଦଳ ଏ କଥା ଜାଣିବା ପାଇଁ ଚାହିଁବେନି ଯେ କଣଟା କାରଣ କଣ ଏମିତି ଘଟଣା ଘଟିଲା ଯୋଉ ଦୁଇଥର ବିଧାୟକ ବିଜେଡିରୁ ହେଇଛନ୍ତି ହଠାତ୍ ଆପଣ ଇସ୍ତଫା ଦେଇ ଦଉଛନ୍ତି ସୁପ୍ରିମୋଙ୍କ ପାଖକୁ ପଠେଇ ଦଉଛନ୍ତି। ଆପଣମାନେ ବି ଜାଣିଛନ୍ତି ରାଜ୍ୟବାସୀ ବି ଜାଣିଛନ୍ତି କଣ ପାଇଁ ମୁଁ ଇସ୍ତଫା ଦଉଛି ସେଟା କଣ ଖୋଲିକି ଏବେ କହିବି ସବୁ ସାମ୍ବାଦିକ ମାନେ ନ ଜାଣିବାଟା ସଂସାରରେ କିଛି ଅଛି କିଏ କୋଉ ସ୍ଥିତିରେ ଅଛନ୍ତି କାହାର ଅବସ୍ଥା କଣ ଭଲ ମନ୍ଦ ସାମ୍ବାଦିକ ମାନେ ସବୁ ଜାଣନ୍ତି ତେଣୁକରି ଆପଣଙ୍କୁ ମୁଁ କାଲି ଯାହା କହିବା କଥା କାଲି ଫାଇନାଲ କାଲି ମୁଁ 11ଟା ବେଳେ ଜଏନ୍ କରୁଛି ପାର୍ଟିରେ ବିଜେପି କଣ କମିଟମେଣ୍ଟ କରିଛି ଯେ ଅରବିନ୍ଦ ଢାଲିଙ୍କୁ ପୁଣି ଜୟଦେବ ନିର୍ବାଚନ ମଣ୍ଡଳୀରୁ ମଇଦାନକୁ ଓହ୍ଲାଇବେ। ମୁଁ କମିଟମେଣ୍ଟ ମାଗି ନାହିଁ କି ସେମାନେ ବି କମିଟମେଣ୍ଟ କରିନାହାନ୍ତି ମୋର ଖାଲି ଏତିକି ଯେ ମୁଁ ଆସନ୍ତାକାଲି ଜଏନ୍ କରୁଛି। କିଛି ଆଲୋଚନା କରିଛନ୍ତି ଭାରତୀୟ ଜନତା ପାର୍ଟିର ସର୍ବୋଚ୍ଚ ନେତା ବା ଯୋଉମାନେ ଅଛନ୍ତି ସେମାନଙ୍କ ସହିତ ଆଲୋଚନା କିଛି ହେଇଛି କି ନାହିଁ ନେଗୋସିଏଟ୍ କିଛି ହେଇଛି ନା ତାଙ୍କ ସହିତ ଆଲୋଚନା କରିଛି ଯେ ମୁଁ ଭାରତୀୟ ଜନତା ପାର୍ଟିରେ ଫେରିବି। ଆରେ ଭାଇ ଶୁଣନ୍ତୁ ବିଭିନ୍ନ ପରିସ୍ଥିତିରେ ମଣିଷ ଦୈବ ଦୌଡ଼ି ମଣିଷ ଗାଇ ଯେଣିକି ତାଣଇ ତେଣିକି ଯାଇ ମଣିଷ ये ऊपर वाला निष्पत्ति कार निष्पत्ति न था किए काली कोठी थिबे कौन करिवे कौन नाही कौन हेबे कौन न हेबे ये समय ऊपर निष्पत्ति नियंती ये का मनुष्य इच्छा किसी हुए नहीं जहाँ प्रभु जगन्नाथ इच्छा हुए शिव बाबा इच्छा हुए।